Hello everyone, I am Damayanti. Welcome to my YouTube channel. ଏବେ ମୁଁ ଆଲୋଚନା କରିବି ୟୁନିଟ୍ 2 କାରକ କାହାକୁ କହନ୍ତି ଏହାର ଉଦାହରଣ ଆଲୋଚନା କର। ବାକ୍ୟ ମଧ୍ୟରେ କ୍ରିୟା ସହିତ ପଦର ସମ୍ବନ୍ଧକୁ କାରକ କହନ୍ତି। ଉଦାହରଣ ଗୃହସ୍ଥ ରାତ୍ରିରେ ଭିକ୍ଷୁକକୁ ସ୍ୱହସ୍ତରୁ ତଣ୍ଡୁଳ ଦେଲେ। ଉକ୍ତ ବାକ୍ୟରେ ଦେଲେ କ୍ରିୟାପଦ ସହିତ ଅନ୍ୟ ପଦମାନଙ୍କର ଭିନ୍ନ ଭିନ୍ନ ସମ୍ବନ୍ଧ ଅଛି। ଏଠାରେ କ୍ରିୟାପଦ କୋଉଠି ନା କ୍ରିୟାପଦ ହେଉଛି ଯଥା କିଏ ଦେଲେ, ଗୃହସ୍ଥ କ'ଣ ଦେଲେ, କିପରି ଦେଲେ ସ୍ୱହସ୍ତରେ, କାହାକୁ ଦେଲେ ଭିକ୍ଷୁକଙ୍କୁ, କେଉଁଠାରୁ ଦେଲେ ଗୃହରୁ, କେତେବେଳେ ଦେଲେ ନା ରାତ୍ରିରେ। ଏଥିରୁ ଜଣାପଡ଼େ ଯେ ଏକ ବାକ୍ୟରେ ଥିବା କ୍ରିୟା ସହିତ ବାକ୍ୟରେ ଥିବା ଅନ୍ୟ ପଦମାନଙ୍କର ଭିନ୍ନ ଭିନ୍ନ ସମ୍ବନ୍ଧ ଅଛି। ଏହି ସମ୍ବନ୍ଧ 6 ପ୍ରକାରର, ତେଣୁ କାରକ ମଧ୍ୟ 6 ପ୍ରକାରର, ଯଥା କର୍ତ୍ତା, କର୍ମ, କରଣ, ସମ୍ପ୍ରଦାନ, ଅପାଦାନ, ଅଧିକରଣ। କର୍ତ୍ତା କାରକ ଯେ କ୍ରିୟା ସମ୍ପାଦନ କରେ ବା କରାଏ ତାହା କର୍ତ୍ତା କାରକ। କର୍ତ୍ତା 2 ପ୍ରକାରର, ଯଥା ମୁଖ୍ୟ ଓ ପ୍ରଯୋଜ୍ୟ କର୍ତ୍ତା। ମାଧ୍ୟାକର୍ଷଣ ଶକ୍ତି ସମସ୍ତ ଦ୍ରବ୍ୟକୁ ପୃଥିବୀକୁ ଆକର୍ଷଣ କରେ। ଏହି ବାକ୍ୟରେ ମାଧ୍ୟାକର୍ଷଣ ଶକ୍ତି ପଦର କର୍ତ୍ତା କାରକ। କର୍ତ୍ତା ନିଜେ କାର୍ଯ୍ୟ ସମ୍ପାଦନ କରୁଥିବା ଜଣାଗଲେ ତାହାକୁ ମୁଖ୍ୟ କର୍ତ୍ତା କହନ୍ତି। ଯଥା ଅଧ୍ୟାପକ ଛାତ୍ରଙ୍କୁ ବ୍ୟାକରଣ ପଢ଼ାଇଲେ। ରାଜା ପୁରୋହିତଙ୍କ ଦ୍ୱାରା ଯଜ୍ଞ କରାଉଛନ୍ତି। ଏହି ଉଦାହରଣରୁ ଦେଖାଯାଏ ଯେ ଅଧ୍ୟାପକ ନିଜେ ପଠନ କାର୍ଯ୍ୟ କରୁନାହାନ୍ତି, ଅନ୍ୟ ଦ୍ୱାରା କରାଉଛନ୍ତି। ସେହିପରି ନିଜେ ଯଜ୍ଞ କାର୍ଯ୍ୟ ନ କରି ପୁରୋହିତଙ୍କ ଦ୍ୱାରା କରାଉଥିବାର ଜଣାଯାଇଛି। ତେଣୁ ଅଧ୍ୟାପକ ଓ ରାଜା ପ୍ରଯୋଜନକର୍ତ୍ତା ବା ହେତୁକର୍ତ୍ତା। ଛାତ୍ର ପଢ଼ୁଛି। ଏହି ବାକ୍ୟରେ ଛାତ୍ର ନିଜେ ପଠନ କାର୍ଯ୍ୟ କରୁଛି, ତେଣୁ ଛାତ୍ର ମୁଖ୍ୟ କର୍ତ୍ତା। ତେବେ ପ୍ରଶ୍ନ ଉଠେ, କିଏ କର୍ତ୍ତା ହୋଇପାରନ୍ତି? ବିଶେଷ୍ୟ, ସର୍ବନାମ କିମ୍ବା ବିଶେଷଣ ରୂପେ ବ୍ୟବହୃତ ଯେକୌଣସି ପଦ ବା ପଦ ସମଷ୍ଟି ବାକ୍ୟରେ କର୍ତ୍ତା ହୋଇପାରନ୍ତି। ବିଶେଷ୍ୟ ପକ୍ଷୀଟି ଆକାଶରେ ଉଡ଼ୁଛି। ସର୍ବନାମ ମୁଁ କାଲି ରାତ୍ରିରେ ଆଦୌ ଶୋଇ ନଥିଲି। ବିଶେଷଣ ଦରିଦ୍ର ସମସ୍ତଙ୍କ ଘୃଣାର ପାତ୍ର ହୋଇଥାଏ। ଖଣ୍ଡବାକ୍ୟ ସେ ଆଜି ଆସିବେ କି ନାହିଁ ବର୍ଷା ଉପରେ ନିର୍ଭର କରେ। ବାକ୍ୟାଂଶ ଦାନ୍ତୁରିର ହସିବା କାନ୍ଦିବା ସମାନ। କର୍ତ୍ତା ଉପସ୍ଥିତତମ ପଦାର୍ଥ ତଥା ଅନୁପସ୍ଥିତ ପଦାର୍ଥ କର୍ମକାରକ ହୁଏ। ଯଥା କଲମ୍ବସ୍ ଆମେରିକା ଆବିଷ୍କାର କରୁଥିଲେ। କ୍ରିୟା ସଙ୍ଗେ ସମ୍ବୋଧନ ନଥିବାରୁ ଷଷ୍ଠୀରେ କୃଦନ୍ତ ଉକ୍ତିରେ ପ୍ରଥମା ହେବ ନାହିଁ। ସମାଜରେ ଯଥାକ୍ରମେ କର୍ମ, କରଣ, ସମ୍ପ୍ରଦାନ, ଅପାଦାନ, ସମ୍ବୋଧ ଅଧିକରଣରେ ପ୍ରଥମା। ତଦ୍ଧିତ ବାଚିକ ମାନସିକ ଅବିହିତ ବା ଯୁକ୍ତ ନ ହେଲେ ଅନୁରୁକ୍ତ ବା ଅନଭିହିତରେ କର୍ତ୍ତାର ଉତ୍ତାରେ ତୃତୀୟା, କର୍ମର ଉତ୍ତାରେ ଦ୍ୱିତୀୟା, କରଣ ଉତ୍ତାରେ ତୃତୀୟା, ସମ୍ପ୍ରଦାନ ଉତ୍ତାରେ ଚତୁର୍ଥୀ, ଅପାଦାନ ଉତ୍ତାରେ ପଞ୍ଚମୀ ଓ ଅଧିକରଣ ଉତ୍ତାରେ ସପ୍ତମୀ ବିଭକ୍ତି ହୁଏ। କର୍ମକାରକ କାହାକୁ କୁହାଯାଏ ନା କର୍ତ୍ତା ଯାହା କରେ ତାହାକୁ କର୍ମକାରକ କୁହାଯାଏ। ଏହା ମଧ୍ୟ 2 ପ୍ରକାରର, ଯଥା ମୁଖ୍ୟ କର୍ମ ଓ ଗୌଣ କର୍ମ। କୌଣସି ବାକ୍ୟରେ 2ଟି କର୍ମର ବ୍ୟବହାର ଦେଖାଯାଏ, ଯଥା ଶିକ୍ଷକ ଛାତ୍ରକୁ ପ୍ରଶ୍ନ ପଚାରିଲେ।
ଏହି ବାକ୍ୟରେ ଛାତ୍ରକୁ ପ୍ରଶ୍ନ ଦୁଇଟି ପଦ ଅଛି। ଏହି ଦୁଇଟି ମଧ୍ୟରୁ ଛାତ୍ରକୁ ଗୌଣ କର୍ମ ଓ ପ୍ରଶ୍ନକୁ ମୁଖ୍ୟ କର୍ମ। କ୍ରିୟା ଦ୍ୱିକର୍ମକ ହୋଇଥିଲେ ଯେଉଁ କର୍ମଟି ଅନ୍ୟ କାରକ ସ୍ଥାନରେ ପ୍ରଯୁକ୍ତ ହୋଇଥାଏ ତାହା ଗୌଣ ବା ଅପ୍ରଧାନ କର୍ମ ଓ ଅପରଟି ମୁଖ୍ୟ ବା ପ୍ରଧାନ କର୍ମ। ତାପରେ କରଣ କାରକ। କ୍ରିୟା ସାଧନାରେ ଯେ ପ୍ରକୃଷ୍ଟ କାର୍ଯ୍ୟକାରୀ ତାହା କରଣ କାରକ ହୁଏ। ଯଥା ରାମ ରାବଣକୁ ଶରରେ ନିହତ କଲେ। ଲୋକଟି କୁଠାରରେ ବୃକ୍ଷ ଛେଦନ କରୁଛି। ଏଠାରେ ଶର ଓ କୁଠାର ହେଉଛି କରଣ କାରକ। ତାପରେ ସମ୍ପ୍ରଦାନ କାରକ। ସ୍ୱତ ତ୍ୟାଗ ବା ଉଚ୍ଛେଦ କରି ଯାହାକୁ କିଛି ଦାନ କରାଯାଏ ଅଥବା ଯାହାକୁ ଉଦ୍ଦେଶ୍ୟ ରଖି କିଛି କରାଯାଏ ତାହାକୁ ସମ୍ପ୍ରଦାନ କାରକ। କ୍ଷୁଧାର୍ଥ ଅନ୍ନଦାନ କର। କ୍ଷୁଧାର୍ଥକୁ ଅନ୍ନଦାନ କର। ଭୀମଙ୍କୁ ମୁହଁରେ ନମସ୍କାର। ଉପରୋକ୍ତ ବାକ୍ୟରେ କ୍ଷୁଧାର୍ଥ ଓ ଭୀମ ହେଉଛନ୍ତି ସମ୍ପ୍ରଦାନ କାରକ। ଏଠାରେ ଲକ୍ଷ୍ୟ କରିବାକୁ ହେବ ଯେ ଗ୍ରହୀତା ଯଦି ଦତ୍ତ ବସ୍ତୁ ଅଧିକାରୀ ହୋଇନଥାନ୍ତି ତେବେ ଗ୍ରହୀତା ସମ୍ପ୍ରଦାନ କାରକ ହେବ ନାହିଁ। ଧବାକୁ ଲୁଗା ଦିଅ। ଏଠାରେ ଧବା ଲୁଗାର ଗ୍ରହୀତା ହେଲେ ଲୁଗାର ଅଧିକାରୀ ହୋଇନଥାଏ, କାରଣ ଧବାକୁ ଆମେ ଲୁଗା ଦେଲା ପରେ ଆଉ ଥରେ ନେଇ ଆସୁ, ତେଣୁକରି ସେ ଲୁଗାର ଅଧିକାରୀ ହୋଇନଥିବାରୁ ଧବାକୁ ସମ୍ପ୍ରଦାନ କାରକ ନ ହୋଇ କର୍ମ କାରକ ହୋଇଥାଏ। କିନ୍ତୁ ଆମେ କ୍ଷୁଧାର୍ଥକୁ ଅନ୍ନଦାନ କଲେ ଆମେ କ'ଣ ନେଇ ଆସୁ କି ଭୀମକୁ ମୋର ନମସ୍କାର ଜଣକୁ ଜଣାଇ ଦେଲା ପରେ ତାକୁ କ'ଣ ଫେରାଇ ଆଣିପାରିବ କି ନାହିଁ, ତେଣୁକରି ତାକୁ ଆମେ ସମ୍ପ୍ରଦାନ କାରକ କହିଥାଉ। ଅପାଦାନ କାରକ। କ୍ରିୟା ଦ୍ୱାରା ଗୋଟିଏ ବସ୍ତୁ ଅନ୍ୟ ବସ୍ତୁଠାରୁ ବିଚ୍ଛିନ୍ନ ହେବା ଜଣାଗଲେ ଯେଉଁ ବସ୍ତୁରୁ ବିଚ୍ଛିନ୍ନ ହୁଏ ତାହାକୁ ଅପାଦାନ କାରକ କୁହାଯାଏ। ଯଥା ବୃକ୍ଷରୁ ପତ୍ର ପଡ଼ିଲା। ଗଙ୍ଗା ନଦୀ ହିମାଳୟରୁ ନିର୍ଗତ ହେଉଛି। ବିରତି ବୁଝାଇଲେ ଯେଉଁଠାରୁ ବିରତି ହୁଏ ତାହା ଅପାଦାନ କାରକ ହୁଏ। ପରାଜୟ ବୁଝାଇଲେ ଯାହାଠାରୁ ପରାଜୟ ଘଟେ ତାହା ମଧ୍ୟ ଅପାଦାନ କାରକ ହୁଏ। ଯଥା ଆରୁଣିକ ଉଦୟନ ଆରୁଣିକ ଠାରୁ ପରାଜୟ ଲାଭ କଲେ। ତାପରେ ଅଧିକରଣ କାରକ। କ୍ରିୟା ଯେଉଁ ସ୍ଥାନରେ ବା ଯେଉଁ ସମୟରେ ସାଧିତ ହୁଏ ସେହି ସମୟରେ ବା ସ୍ଥାନରେ ଅଧିକରଣ କାରକ ହୁଏ। ଯଥା କ୍ରିୟାର ଆଧାରକୁ ଅଧିକରଣ କାରକ କୁହାଯାଏ। ଯଥା ରାମ ଥାଳିରେ ଭାତ ଖାଇଲା। ଏଠାରେ ଭାତ ଖାଇବାର କାର୍ଯ୍ୟ ଆଧାର ହେଲା ଥାଳି। ଗ୍ରନ୍ଥ ପୁସ୍ତକାଳୟରେ ଅଛି। ଏଠାରେ ଗ୍ରନ୍ଥ ରହିବାର ଆଧାର ହେଲା ପୁସ୍ତକାଳୟ। ଅନ୍ୟ କଥାରେ କୁହାଯାଇପାରେ ଯେ କର୍ମ ଓ କର୍ତ୍ତା ଆଧାର କାରକକୁ ଅଧିକରଣ କାରକ କୁହାଯାଏ। ଯଥା ହରି ଗିଲାସରେ ପାଣି ରଖିଲା। ଏଠାରେ କର୍ମ ପାଣିର ଆଧାର ହେଲା ଗିଲାସ। ଅଧିକରଣ କାରକ ସାଧାରଣତଃ ଦୁଇ ପ୍ରକାରର, ଆଧାରାଧିକରଣ ଓ କାଳାଧିକରଣ। ଏଠି ସର୍ଟ କ୍ୱେଶ୍ଚନରେ ପଡ଼େ ଅଧିକରଣ କାରକ କେତେ ଭାଗରେ ବିଭକ୍ତ? 2 ଭାଗରେ। ଆଧାରାଧିକରଣ 4 ଭାଗରେ ବିଭକ୍ତ। କ'ଣ ନା ଐକଦେଶିକ, ବ୍ୟାପ୍ତିବାଚକ, ବୈଷୟିକ ଓ ସମାପ୍ୟ ସୂଚକ। ତାପରେ ଦେଇଛି କର୍ମ, କରଣ ଓ ସମ୍ପ୍ରଦାନ କାରକର ସଦୃଷ୍ଟାନ୍ତ ଦିଅ। ଏଗୁଡ଼ିକ ଏକ୍ଜାମରେ ପଡ଼େ ନାହିଁ, କେବଳ ଏଇଟା ଗୋଟେ ହିଁ ଏକ୍ଜାମରେ ପଡ଼ିବା ଭଳି କ୍ୱେଶ୍ଚନ୍। ଆମ ବେଳେ ମଧ୍ୟ ପଡ଼ିଥିଲା କାରକ କ'ଣ। ତାପରେ 2ରେ ବିଭକ୍ତି କହିଲେ କ'ଣ ବୁଝ ଉଦାହରଣ ସହ ଆଲୋଚନା କର। ଏଇଟା ମଧ୍ୟ ଏକ୍ଜାମରେ ପଡ଼ିବା ଭଳି। ବାକ୍ୟର ପ୍ରତ୍ୟେକ ଅଂଶକୁ ପଦ କୁହାଯାଏ। ଏହି ପଦଗୁଡ଼ିକୁ ବିଭକ୍ତ କରିବାରେ ଯେଉଁ ବର୍ଣ୍ଣ ବା ସମଷ୍ଟି କୁ, ଙ୍କୁ ଦ୍ୱାରା, ପାଇଁ, ଉ, ରୁ, ଠାରୁ, କ ପ୍ରଭୃତି ସାହାଯ୍ୟ କରନ୍ତି ସେଗୁଡ଼ିକୁ ବିଭକ୍ତି କୁହାଯାଏ।
एकवचन और बहुवचन भेदरे विभक्ति को 7 भागरे विभक्त करा जाए, यथा प्रथमा द्वितीय तृतीया चतुर्थी पंचमी षष्ठी सप्तमी। विभक्ति एकवचनर परिचय। प्रथम विभक्ति ए मान माने एगुड़िक गुड़ाए। द्वितीय विभक्ति कुं कि ठाकु बहुवचन रे कु मानंकु। तृतीय विभक्ति द्वारा देही कर्तुक देई बहुवचन रे मानंक द्वारा मानंक देही। चतुर्थ विभक्ति एकवचन रे कुं कि द्विवचन रे बहुवचन रे मानंकु ଙ୍କୁ। पंचम विभक्ति ठारू हूँ ठहूँ तहूँ बहुवचन रे मानंकरु मानंक ठारू। षष्ठी विभक्ति रं कं कर बहुवचन रे मानंक मानंकर। सप्तमी विभक्ति रे ठारे ए ठाए ठेई तय। विभक्तिर व्यवहार। प्रथम विभक्ति किपरि व्यवहार करा जाए देखिबा। एही विभक्तिर एकवचन रे कौनसी चिन्ह नाही बोली दर्शा जाइछि, मात्र केतेक स्थान रे संबोधन अर्थ रे प्रयोग करा जाइछि। हे सखा, हे माता, हे प्रिया कौनसी स्थान रे टा टी टीए प्रभृति जग होई थाए, यथा टकाटा, लोकटी, आंबटी, आचार्य इत्यादि। कर्ता कारकरी प्रथम विभक्ति हुए। ममता शोइछि, पिलाटी खेलुछि। संबोधन रे प्रथम विभक्ति हुए। आचार्य आसंतु, गो प्रिय मो सहित आस। एहा जाहा जेउ जेउ माने सेमाने एमाने प्रभृति शब्द प्रयोग रे प्रथम विभक्ति हुए, यथा एमाने छात्र अटंती, सेमाने भल पढ़ंती। द्वितीय विभक्ति धिक पद जगरे चोर को धिक, कृपण को धिक। कर्म कारकरे केउ माने माछ धरुछंती, चोर को विश्वास कर नाही। मूल्य अर्थरे टंका को चाउल, 10 टंका को दही। दूर बा निकट अर्थरे आम गाँ को मामू घर अनेक दूर। अनुसार अर्थरे ता कर्म को से छोट हैला। तृतीय विभक्ति मूल्य अर्थरे 1 टंका देई 1 टंकारे 2 बिड़ा साग मिलुछि। हेतु अर्थरे कुकुरटी भक्करे डहल विकल होउछि। क्रिया विशेष्य मोटर गाड़ीटी बेगरे जाउछि। प्रयोजन अर्थरे राम द्वारा से कार्यटी हेबो। सेहिभଳି जाति बयस वर्ण रूप प्रकृति पदरे से जातिरे करण, सीता रूपरे सुंदर। क्रिया समाप्ति बा फल प्राप्ति बुझाइले 6 मासरे पोल तैयारी शेष हैला। तापर चतुर्थी विभक्तिर व्यवहार। निवारण अर्थरे मशा को धुआं दियो, रोगी को औषध दियो। निमित्तार्थे अर्थरे स्वर्ग को निशुणी नाही, बड़ लोक को उत्तर नाही। संप्रदान कारकरे धबा को लुगा दियो, गरीब को पैसा दियो। रुचि अर्थरे मिता को तरकारी रुचु नाही। पंचमी विभक्ति व्यवहार। अपादान कारकरे पंचमी विभक्ति गछरु पत्र पड़िला। हेतु अर्थरे लोभरु पाप, पापरु मृत्यु। तुलना अर्थरे लुहा सुना ठारू दरकारी, रमेश ठारू नरेश बुद्धिमान। असमापिका क्रिया लोपरे से तांको दूररू देखिला, राम गछरु देखुअछि। षष्ठी विभक्ति व्यवहार। व्याप्ति संबोधरे 4 मासर दरमा 2 घंटार पाठ। निर्धारण संबोध अर्थरे मयूर भारतर जातीय पक्षी।
ବାଘ ଭାରତୀୟ ଜାତୀୟ ପଶୁ। କାର୍ଯ୍ୟକାରଣ ସମ୍ବନ୍ଧ ଅର୍ଥରେ ପାପର ପ୍ରାୟଶ୍ଚିତ କର୍ମର ଫଳ। ଅଙ୍ଗାଅଙ୍ଗୀ ଭାବେ ସମ୍ବନ୍ଧ। ହରିଣର ଶିଙ୍ଗ ବାଘର ଛାଇ। ବିଶେଷ ସମ୍ବନ୍ଧ ଅର୍ଥରେ ଇଟାର ପାଚେରୀ ସୁନାର ଖଟ। ତାପରେ ସପ୍ତମୀ ବିଭକ୍ତିର ବ୍ୟବହାର। ଅଧିକରଣ କାରକରେ କୁମ୍ଭୀର ଜଳରେ ବାସ କରେ, ହାତୀ ଜଙ୍ଗଲରେ ରୁହେ। ଭାବେ ସପ୍ତମୀ ଅର୍ଥରେ ସୂର୍ଯ୍ୟ ଉଦୟରେ ପଦ୍ମ ଫୁଟେ, ବର୍ଷା ଆଗମନରେ ମୟୂର ନୃତ୍ୟ କରେ। ବିପ୍ସା ଅର୍ଥରେ ଗ୍ରାମେ ଗ୍ରାମେ ଦେଶେ ଦେଶେ ଘରେ ଘରେ। ତିନିରେ ସଦୃଷ୍ଟାନ୍ତ କୃଦନ୍ତର ସଂଜ୍ଞା ନିରୂପଣ କର। ଏଇଟା ମଧ୍ୟ ଏକ୍ଜାମରେ ପଡ଼ିବା ଭଳି କ୍ୱେଶ୍ଚନ୍। ଓଡ଼ିଆରେ ଶବ୍ଦ ଗଢ଼ିବା ନିମନ୍ତେ ବିଭିନ୍ନ ପ୍ରତ୍ୟୟ ଲାଗି ଯେଉଁ ପଦଗୁଡ଼ିକର ଗଠିତ ହୋଇଥାଏ, ସେହି ପ୍ରତ୍ୟୟକୁ କୃଦନ୍ତ କୁହାଯାଏ। ଏହା ଏକ ପାରିଭାଷିକ ଶବ୍ଦ ଭାବେ ନାମିତ ହୋଇଛି। କୃତ୍ ପ୍ରତ୍ୟୟ ଦ୍ୱାରା ଯେଉଁ ପଦ ନିଷ୍ପନ୍ନ ତାହାକୁ କୃଦନ୍ତ କୁହାଯାଏ। ଅତଏବ ବିଭିନ୍ନ ଧାତୁରେ ଯୋଗ ହେଉଥିବା ଭିନ୍ନ ଭିନ୍ନ ପ୍ରତ୍ୟୟଗୁଡ଼ିକୁ କୃତ୍ ଏବଂ ସେଗୁଡ଼ିକ ସଂଯୋଗରେ ଗଠିତ ହେଉଥିବା ବ୍ୟୁତ୍ପନ୍ନ ଶବ୍ଦକୁ କୃଦନ୍ତ ଶବ୍ଦ କୁହାଯାଏ। ଦୃଷ୍ଟାନ୍ତର ସ୍ୱରୂପ ଓଡ଼ିଆ ଭାଷାରେ ବ୍ୟବହୃତ ହେଉଥିବା କରଣୀୟ ଶବ୍ଦର ଗଠନ ପ୍ରଣାଳୀକୁ ଏଠାରେ ବିଶ୍ଳେଷଣ କରାଯାଇଥାଏ। କୃତ୍ ଧାତୁରେ ଅନୀୟ ପ୍ରତ୍ୟୟ ଲାଗି କରଣୀୟ ପଦଟି ଗଠିତ। ଏଥିରେ ଯୋଗ ହୋଇଥିବା ଅନୀୟ ପ୍ରତ୍ୟୟଟି ହେଉଛି କୃତ୍, ଯାହାକି କୃ ଧାତୁରୁ ଅନୀୟ ହୋଇଥାଏ। ଏହି ସଂଯୋଗରେ କରଣୀୟ ପଦଟି ଗଠିତ ହୋଇଥିବାରୁ ଏହାକୁ କୃଦନ୍ତ ପଦ କୁହାଯାଏ। ଓଡ଼ିଆ ଭାଷାରେ ବ୍ୟବହୃତ କୃତ୍ ଗୁଡ଼ିକୁ ଆଲୋଚନା ପ୍ରସଙ୍ଗ ଦୃଷ୍ଟିରୁ ନିମ୍ନଲିଖିତ ଦୁଇଟି ପର୍ଯ୍ୟାୟରେ ବିଭକ୍ତ, ଯଥା ତତ୍ସମ ସଂସ୍କୃତ ଅବିକଳ ଗୃହୀତ ଶବ୍ଦ ଏବଂ ତଦ୍ଭବ। ସଂସ୍କୃତ ଭାଷାରେ ଧାତୁରେ ପ୍ରତ୍ୟୟ ଲାଗି କୃଦନ୍ତ ପଦଗୁଡ଼ିକ ଗଠିତ ହେବାବେଳେ ମୂଳ ଧାତୁରେ କେତେକ ପରିବର୍ତ୍ତନ ଘଟିଥାଏ। ଓଡ଼ିଆ ଭାଷାରେ ମଧ୍ୟ ସେହି ଅନୁରୂପ ଭାବରେ କେତେକ ପରିବର୍ତ୍ତନ ଘଟିଥିବାର ଲକ୍ଷ୍ୟ କରାଯାଏ, ଯଥା କଟ୍ ପ୍ଲସ୍ ଆ କଟା, ସେହିପରି କଃ ପ୍ଲସ୍ ଆ କୁହାରେ ପରିଣତ ହୋଇଥାଏ। ପ୍ରସଙ୍ଗ ଦୃଷ୍ଟିରୁ ଏଠାରେ ତତ୍ସମ କୃତ୍ ପ୍ରତ୍ୟୟ ଓ ତତ୍ସମ କୃତ୍ ପ୍ରତ୍ୟୟ ଆଲୋଚନା ବିଧେୟ। ଧାତୁର ପ୍ରତ୍ୟୟ ଲାଗି ଶବ୍ଦର ଗଠିତ ହେଲାବେଳେ କେତେକ ସ୍ଥଳରେ ଧାତୁର କିଛି ପରିବର୍ତ୍ତନ ଘଟେ। ଏହି ପରିବର୍ତ୍ତନ ସାଧାରଣତଃ 5 ପ୍ରକାରର: ଗୁଣ, ବୁଦ୍ଧି, ଲୋପ, ଆଗମ ଓ ଆଦେଶ। ଗୁଣ: ଇ ହର୍ଷେଇ ବା ଦୀର୍ଘେଇ ସ୍ଥାନରେ ଏ ହେବା ଉ ବା ହର୍ଷଉ ବା ଦୀର୍ଘଉ ସ୍ଥାନରେ ଓ ହେବା ଏବଂ ରୁ ସ୍ଥାନରେ ଓର୍ ହେବାକୁ ଗୁଣ ବୋଲାଯାଏ, ଯଥା ବିଦ୍ ପ୍ଲସ୍ ଓ ବେଦ, ନି ପ୍ଲସ୍ ଅନ୍ ନୟନ, ଭୁ ପ୍ଲସ୍ ଅନ୍ ଭୁବନ। ବୁଦ୍ଧି: ଓ ସ୍ଥାନରେ ଆ ହେବା, ହର୍ଷେଇ ସ୍ଥାନରେ ଦୀର୍ଘେଇ ହେବା, ଐ ସ୍ଥାନରେ ଐ ହେବା ଓ ଉ ହର୍ଷଉ ସ୍ଥାନରେ ଦୀର୍ଘଉ ହେବା ଔ ହେବା ଏବଂ ର ସ୍ଥାନରେ ଆର୍ ହେବାକୁ ବୃଦ୍ଧି କୁହାଯାଏ। ଯେପରି ପଟ୍ ପ୍ଲସ୍ ଅ ପାଠ, ପଚ୍ ପ୍ଲସ୍ ଅକ ପାଚକ, ଜି ପ୍ଲସ୍ ତ୍ର ଜୈତ୍ର ଇତ୍ୟାଦି। ଲୋପ ଅର୍ଥରେ କୌଣସି ବର୍ଣ୍ଣ ସଦୃଶ୍ୟ ହେବାକୁ ଲୋପ କୁହାଯାଏ, ଯଥା ମନ ପ୍ଲସ୍ ତ ମତ, ଗମ୍ ପ୍ଲସ୍ ତ ଗତ, ଆତ୍ମ ପ୍ଲସ୍ ଜନ୍ ପ୍ଲସ୍ ଓ ଆତ୍ମଜନ୍। ତାପରେ ଆଗମନ ଅର୍ଥରେ ଦୁଇଟି ବର୍ଣ୍ଣ ମଧ୍ୟରେ ଅନ୍ୟ ବର୍ଣ୍ଣର ସଂସ୍ଥାପନର ନାମ ଆଗମନ, ଯଥା ଭ୍ରୂ ପ୍ଲସ୍ ଜ ଭୃତ୍ୟ, କ୍ରୁ ପ୍ଲସ୍ ଜ କୃତ୍ୟ। ତାପରେ ଆଦେଶ ଅର୍ଥରେ
କୌଣସି ବର୍ଣ୍ଣ ଆଗମନରେ ଅନ୍ୟ ବର୍ଣ୍ଣ ବ୍ୟବହୃତ ହେଲେ ସେଠାରେ ଆଦେଶ ହେଲା ବୋଲି କୁହାଯାଏ, ଯଥା ହନ୍ ପ୍ଲସ୍ ଓ ଘାତ, ପଚ୍ ପ୍ଲସ୍ ଓ ପାକ, ତ୍ୟଜ ପ୍ଲସ୍ ଓ ତ୍ୟାଗ। ଓଡ଼ିଆ ବ୍ୟାକରଣର କେତେକ ପ୍ରତ୍ୟୟ ସଂସ୍କୃତ ବ୍ୟାକରଣର ପ୍ରତ୍ୟୟମାନଙ୍କୁ ଗ୍ରହଣ କରିଛି। ସେଗୁଡ଼ିକ ମଧ୍ୟରୁ କେତେକ ପ୍ରକୃତି ପ୍ରତ୍ୟୟ ଦିଆଯାଇଛି, ଯଥା ଓ ପ୍ରତ୍ୟୟ, ବସ୍ ପ୍ଲସ୍ ଓ ବାସ, ଜ ପ୍ଲସ୍ ଓ ଜୟ, ରା ପ୍ଲସ୍ ଓ ରୟ, କ୍ରୁଧ ପ୍ଲସ୍ ଓ କ୍ରୋଧ, ଲୁପ୍ ପ୍ଲସ୍ ଓ ଲୋପ, ଖୋଦ ପ୍ଲସ୍ ଓ ଖେଦ। ଅଳ୍ପ ଅକ୍ ପ୍ରତ୍ୟୟ, ଦା ପ୍ଲସ୍ ଅକ୍ ଦାୟକ, ମୃ ପ୍ଲସ୍ ଅକ୍ ମାରକ, ନସ୍ ପ୍ଲସ୍ ଅକ୍ ନାଶକ, ଶିକ୍ ପ୍ଲସ୍ ଅକ୍ ଶକ। ଅନ୍ ପ୍ରତ୍ୟୟ ଯୋଗରେ ପଟ୍ ପ୍ଲସ୍ ଅନ୍ ପଠକ ପାଠକ, ପା ପ୍ଲସ୍ ଅନ୍ ପାନ, ଭୋଜ ପ୍ଲସ୍ ଅନ୍ ଭୋଜନ, ଦମ ପ୍ଲସ୍ ଅନ୍ ଦମନ। ତ ପ୍ରତ୍ୟୟ ଯୋଗରେ ସଂସ୍କୃତ ଭାଷାରେ କ୍ତ ପ୍ରତ୍ୟୟ ଓଡ଼ିଆରେ ତ ରୂପରେ ପ୍ରତ୍ୟୟ ହୁଏ। ମଦ ପ୍ଲସ୍ ତ ମତ, ହନ୍ ପ୍ଲସ୍ ତ ହତ, ବନ୍ଦ ପ୍ଲସ୍ ତ ବନ୍ଦିତ, କମ୍ପ ପ୍ଲସ୍ ତ କମ୍ପିତ। ତି ପ୍ରତ୍ୟୟ ଯୋଗରେ ସଂସ୍କୃତ ଭାଷାରେ ତିନ୍ ପ୍ରତ୍ୟୟ ଓଡ଼ିଆ ଭାଷାରେ ତି ପ୍ରତ୍ୟୟରେ ରୂପରେ ବ୍ୟବହୃତ ହୋଇଥାଏ, ଯଥା ତି ପ୍ରତ୍ୟୟରେ ନମ୍ ପ୍ଲସ୍ ତି ନୀତି, ବୃତ୍ ପ୍ଲସ୍ ତି ବୃତ୍ତି, ସ୍ଥା ପ୍ଲସ୍ ତି ସ୍ଥିତି। ତୃ ପ୍ରତ୍ୟୟରେ କୃ ପ୍ଲସ୍ ତୃ କର୍ତ୍ତୃ, ପାଳ୍ ପ୍ଲସ୍ ତୃ ପାଳୟିତୃ, ଗ୍ରହ ପ୍ଲସ୍ ତୃ ଗ୍ରହୀତୃ। ତବ୍ୟ ପ୍ରତ୍ୟୟ ଗମ୍ ପ୍ଲସ୍ ତବ୍ୟ ଗନ୍ତବ୍ୟ, ହନ୍ ପ୍ଲସ୍ ତବ୍ୟ ହନ୍ତବ୍ୟ, ଦୃଶ୍ ପ୍ଲସ୍ ତବ୍ୟ ଦ୍ରଷ୍ଟବ୍ୟ। ଅନୀୟ ପ୍ରତ୍ୟୟ କଥ୍ ପ୍ଲସ୍ ଅନୀୟ କଥନୀୟ, ପଠ୍ ପ୍ଲସ୍ ଅନୀୟ ପଠନୀୟ, ସ୍ମ ପ୍ଲସ୍ ଅନୀୟ ସ୍ମରଣୀୟ। ଜ ପ୍ରତ୍ୟୟ ଯୋଗରେ ଶକ୍ ପ୍ଲସ୍ ଜ ଶକ୍ୟ, ଗମ୍ ପ୍ଲସ୍ ଜ ଗମ୍ୟ, ଲଭ୍ ପ୍ଲସ୍ ଜ ଲଭ୍ୟ। ଇନ୍ ପ୍ରତ୍ୟୟ ଯୋଗରେ ସତ୍ୟବତ୍ ପ୍ଲସ୍ ଇନ୍ ସତ୍ୟବଦୀ, ଉପବସ୍ ପ୍ଲସ୍ ଇନ୍ ଉପବାସୀ, ସ୍ତନ୍ୟପା ପ୍ଲସ୍ ଇନ୍ ସ୍ତନ୍ୟପାୟୀ। ଇ ପ୍ରତ୍ୟୟ କେବଳ ଧା ଧାତୁରୁ ହୁଏ। ବିଧା ପ୍ଲସ୍ ଇ ବିଧି, ବିଧା ନିଧା ପ୍ଲସ୍ ଇ ନିଧି। ଉକ୍ ପ୍ରତ୍ୟୟ କାମ୍ ପ୍ଲସ୍ ଉକ୍ କାମୁକ, ନିନ୍ଦ୍ ପ୍ଲସ୍ ଉକ୍ ନିନ୍ଦୁକ। ଇଷ୍ଣୁ ପ୍ରତ୍ୟୟ ଚଳ୍ ପ୍ଲସ୍ ଇଷ୍ଣୁ ଚଳିଷ୍ଣୁ, ବୁଧ୍ ପ୍ଲସ୍ ଇଷ୍ଣୁ ବର୍ଦ୍ଧିଷ୍ଣୁ। ସେହିପରି ମନ୍ ପ୍ରତ୍ୟୟ, बर प्रत्यय, उर प्रत्यय, ओ प्रत्यय, आ प्रत्यय, ओ प्रत्यय, आ प्रत्यय। ई प्रत्यय, ओण प्रत्यय, आण प्रत्यय, अणि प्रत्यय, आणी प्रत्यय, आणिया प्रत्यय, एणी प्रत्यय, अंता प्रत्यय, अंति प्रत्यय, अति प्रत्यय। एपरी अनेक प्रत्यय रही। तापरे तद्धित एटा मध्य एग्जाम रे पढ़िबा वाली क्वेश्चन। तद्धितर तद्धित संख्यार अ स्वरूप निर्णय कर। तद्धितर संज्ञा स्वरूप साधारणतः नूतन शब्द गढ़ा लगी शब्दरू प्रत्यय लगी जो शब्द निष्पन्न बा गठित हुए सही निष्पन्न शब्द को तद्धित कहा जाए। उदाहरण लुण गोटे शब्द एथिरे पर प्रत्यय इया लगाई आउ गोटे नूतन शब्द लुणिया गठित हुए, यथा लुणिया इक्वल टू लुण प्लस इया लुणिया। तेणु लुणिया हेउछि एक तद्धित प्रत्यय। एही शब्द रे
ଯୋଗ ହୋଇଥିବା ଇଆ ଗୋଟିଏ ତଦ୍ଧିତ ପ୍ରତ୍ୟୟ ଅଟେ। ସେହିପରି ତଦ୍ଧିତର ସ୍ୱରୂପ ନିର୍ଣ୍ଣୟ କଲାବେଳେ ଯଥାର୍ଥରେ ତତ୍ ପ୍ଲସ୍ ହିତ ତଦ୍ଧିତ। ସୁତରାଂ ଗୋଟିଏ ଶବ୍ଦରୁ ପ୍ରତ୍ୟୟ ଯୋଗରେ ଅନ୍ୟ ଏକ ଶବ୍ଦ ଗଠିତ ହେବା ଦ୍ୱାରା ମୂଳ ଶବ୍ଦର ହିତ ସାଧନ ହୋଇଥାଏ। କାରଣ ଏହାଦ୍ୱାରା ମୂଳ ଶବ୍ଦର କ୍ରମଶଃ ବଂଶ ବୃଦ୍ଧି ଘଟିଥାଏ। ମୂଳ ଶବ୍ଦ ଓ ପର ପ୍ରତ୍ୟୟ ଯୋଗରେ ଗଠିତ ହୋଇଥିବା ତଦ୍ଧିତ ଶବ୍ଦ ମଧ୍ୟରେ ବ୍ୟାକରଣଗତ ପାର୍ଥକ୍ୟ ରହେ। ଯଥା ମୂଳ ଶବ୍ଦ ବିଶେଷ୍ୟ ହୋଇଥିଲେ ତଦ୍ଧିତ ଶବ୍ଦ ବିଶେଷଣ ହୁଏ। ସେହିପରି ମୂଳ ଶବ୍ଦ ବିଶେଷଣ ହୋଇଥିଲେ ତଦ୍ଧିତ ଶବ୍ଦ ବିଶେଷ୍ୟ ହୋଇଥାଏ। ଯଥା ମେଘ ବିଶେଷ୍ୟ ମେଘୁଆ ବିଶେଷଣ, ସୁନ୍ଦର ବିଶେଷଣ ସୌନ୍ଦର୍ଯ୍ୟ ବିଶେଷ୍ୟ ହୋଇଛି। କିନ୍ତୁ ବେଳେବେଳେ ଏଥିରେ ବ୍ୟତିକ୍ରମ ଦେଖାଯାଏ। ଯଥା ତିଳ ବିଶେଷ୍ୟ ତିଳ ପ୍ଲସ୍ ଯ ତୈଳ ବିଶେଷ୍ୟ ହୋଇଛି। ଏହି ଉଭୟ ଶବ୍ଦ ବିଶେଷ୍ୟ ହୋଇଥିଲେ ହେଁ ଏଥିରେ ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ ପାଇଛି। ଯଥା ତିଳ ଅର୍ଥ ରାଶି, ମାତ୍ର ତୈଳ କହିଲେ ତିଳରୁ ଜାତ ତୈଳକୁ ବୁଝାଏ। ବେଳେବେଳେ ମୂଳ ଶବ୍ଦ ଓ ତଦ୍ଧିତ ଶବ୍ଦରେ ଉଭୟ ସମାନ ଅର୍ଥକୁ ମଧ୍ୟ ପ୍ରକାଶ କରୁଥିବା ପରିଦୃଷ୍ଟ ହୋଇଥାଏ। ଯଥା ସଂସ୍କୃତ ତଦ୍ଧିତ ପ୍ରତ୍ୟୟ। ପ୍ରତ୍ୟୟ ଅର୍ଥରେ ସନ୍ତାନ ସନ୍ତତି ବା ବଂଶୀୟ ଅର୍ଥରେ ଅ ଇ ଯ ଏହି ପ୍ରତ୍ୟୟ ହୁଏ। ପଣ୍ଡୁ ପ୍ଲସ୍ ଓ ପାଣ୍ଡବ, ପୃଥିବୀ ପ୍ଲସ୍ ଓ ପୃଥୁ ପ୍ଲସ୍ ଓ ପାର୍ଥ, ମରୁତ ପ୍ଲସ୍ ଇ ମାରୁତି, କଶ୍ୟପ ପ୍ଲସ୍ ଇ କାଶ୍ୟପ। ଭବ ବା ସମ୍ବଦ ଅର୍ଥରେ ଅରଣ୍ୟ ପ୍ଲସ୍ ଓ ଆରଣ୍ୟ, ବନ ପ୍ଲସ୍ ଯ ବନ୍ୟ, ଲୋକ ପ୍ଲସ୍ ଇ ଇକ ଲୌକିକ। ସମ୍ବଦ ଅର୍ଥରେ ଓ ଇ ଇଓ ଇକ ଯ ପ୍ରତ୍ୟୟ ହୁଏ। ପୃଥିବୀ ପ୍ଲସ୍ ଓ ପାର୍ଥିବ, ଜଳ ପ୍ଲସ୍ ଇଅ ଜଳୀୟ, ମୂଳ ପ୍ଲସ୍ ଇକ ମୌଳିକ। ଉକ୍ତ ଅର୍ଥରେ ଅ ପ୍ରତ୍ୟୟ ଯଥା ବିଷ୍ଣୁ ପ୍ଲସ୍ ଓ ବୈଷ୍ଣବ, ଗଣପତି ପ୍ଲସ୍ ଯ ଗାଣପତ୍ୟ। ଭାବ ଅର୍ଥରେ କୁଶଳ ପ୍ଲସ୍ ଓ କୌଶଳ, ପଣ୍ଡିତ ପ୍ଲସ୍ ଯ ପାଣ୍ଡିତ୍ୟ, ଗୁଣବାନ ପ୍ଲସ୍ ତା ଗୁଣବାତ। ଅଛି ଅର୍ଥରେ ପୁଲିଙ୍ଗରେ ବତ୍ ବାନ ମତ୍ ମାନ ହୁଏ। ତାପରେ ପ୍ରବୀଣ ଅର୍ଥରେ ଇକ୍ ପ୍ରତ୍ୟୟ ହୁଏ। ବିଜ୍ଞାନ ପ୍ଲସ୍ ଇକ ବୈଜ୍ଞାନିକ, ବ୍ୟାକରଣ ପ୍ଲସ୍ ଇକ ବୈତରଣିକ। ବ୍ୟାପ୍ତି ଅର୍ଥରେ ମୟ ହୁଏ। ଜଳ ପ୍ଲସ୍ ମୟ ଜଳମୟ, ତେଜ ପ୍ଲସ୍ ମୟ ତେଜମୟ। ତାପରେ ପରିଣତ ଅର୍ଥରେ ସାତ୍ ପ୍ରତ୍ୟୟ ହୁଏ। ଭସ୍ମ ପ୍ଲସ୍ ସାତ୍ ଭସ୍ମସାତ୍, ଆତ୍ମା ପ୍ଲସ୍ ସାତ୍ ଆତ୍ମସାତ୍। ଓଡ଼ିଆ ତଦ୍ଧିତ ପ୍ରତ୍ୟୟ କ ବ୍ୟାସ ଅର୍ଥରେ ଦୀର୍ଘଇ ହର୍ଷଇ ଇଆ ଉଆ ଉଆ ଆଳୁ ରା ଆରି ପ୍ରତ୍ୟୟ ହୁଏ। ଦୋକାନ ପ୍ଲସ୍ ଦୀର୍ଘଇ ଦୋକାନୀ, ହଳ ପ୍ଲସ୍ ଇଆ ହଳିଆ, ମଙ୍ଗଳ ପ୍ଲସ୍ ଉଆଳ ମଙ୍ଗୁଆଳ। କାଚ ପ୍ଲସ୍ ରା କାଚରା, ହାତୀ ପ୍ଲସ୍ ଆଳ ହାତିଆଳ, ଭିକ ପ୍ଲସ୍ ଆରି ଭିକାରୀ। ଭାବ ବା ଧର୍ମ ଅର୍ଥରେ ଗିରି ପ୍ରତ୍ୟୟ ହୁଏ। କିରାନୀ ପ୍ଲସ୍ ଗିରି କିରାନୀଗିରି, ମାଷ୍ଟର ପ୍ଲସ୍ ଗିରି ମାଷ୍ଟରଗିରି, ଗୁମାସ୍ତା ପ୍ଲସ୍ ଗିରି ଗୁମାସ୍ତାଗିରି। ଗୁଣ ଅବସ୍ଥା ଓ କର୍ମ ଅର୍ଥରେ ପରିଣତ ହୁଏ। ବଡ଼ ପ୍ଲସ୍ ପଣ ବଡ଼ପଣ, ମହତ୍ ପ୍ଲସ୍ ପଣ ମହତ୍ପଣ, ଦୁଷ୍ଟ ପ୍ଲସ୍ ପଣ ଦୁଷ୍ଟପଣ।
ସୁନ୍ଦର ପ୍ଲସ୍ ପଣ ସୁନ୍ଦରପଣ। ସେହିପରି ଅଭ୍ୟାସ ଅର୍ଥରେ ଉଆ ଇଆ ଓ ଖର ପ୍ରତ୍ୟୟ ହୁଏ। ମଦ ପ୍ଲସ୍ ଉଆ ମଦୁଆ, ହାଟ ପ୍ଲସ୍ ଉଆ ହାଟୁଆ, ନିଶା ପ୍ଲସ୍ ଖର ନିଶାଖର। ଅଛି ଅର୍ଥରେ ଉଆ ପ୍ରତ୍ୟୟ ହୁଏ। ପାଠ ପ୍ଲସ୍ ଉଆ ପାଠୁଆ, ଘର ପ୍ଲସ୍ ଉଆ ଘରୁଆ। ଜାତ ବା ନିବାସ ଅର୍ଥରେ ଇଆ ପ୍ରତ୍ୟୟ ହୁଏ। କଟକ ପ୍ଲସ୍ ଇଆ କଟକିଆ। ନିୟୋଗା ଅର୍ଥରେ ଏଥ୍ ପ୍ରତ୍ୟୟ ହୁଏ। ଏଡ଼ା ଭାବ ଅର୍ଥରେ ଆମି ପ୍ରତ୍ୟୟ ହୁଏ। ଅଛି ଅର୍ଥରେ ବନ୍ଥ ଓ ମନ୍ଥ ହୁଏ। କାର୍ଯ୍ୟସ୍ଥାନ ଅର୍ଥରେ ଖାନ ପ୍ରତ୍ୟୟ ହୁଏ। ସଦୃଶ୍ୟ ଅର୍ଥରେ ଇଆ ପ୍ରତ୍ୟୟ ହୁଏ। ଅନାଦର ଅର୍ଥରେ ଆ ପ୍ରତ୍ୟୟ ହୁଏ। ଏତିକିରେ ଆଜିର ଆଲୋଚନା ସମାପ୍ତ କରୁଛି। ଭିଡ଼ିଓଟିକୁ ଭଲ ଲାଗିଥିଲେ ଲାଇକ୍ ସେୟାର କମେଣ୍ଟ ନିଶ୍ଚୟ କରିବେ। ସବସ୍କ୍ରାଇବ୍ କରିନଥିବେ ଯଦି ଚ୍ୟାନେଲଟିକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ, ଯାହାଦ୍ୱାରା ଆପଣମାନେ ମୋ ଭିଡ଼ିଓରେ ବା ମୋ ଚ୍ୟାନେଲରେ ପାଇପାରିବେ +3 ଫାର୍ଷ୍ଟ ସେମିଷ୍ଟର ଠାରୁ 6th ସେମିଷ୍ଟର ପର୍ଯ୍ୟନ୍ତ ସମସ୍ତ ଓଡ଼ିଆ ଅନର୍ସର ଭିଡ଼ିଓ ଏବଂ କମ୍ପଲସରି ସବଜେକ୍ଟର ଭିଡ଼ିଓ।